बंधु आसंतु टिके दुख सुख हवा मो मन कथा मु आपन कहबी आपण मन कथा मते कहिबे। यदि दुख सुख न हवा मन कथा कुहा कही न हवा ताहाले दुख और चिंता लाघव हेबो किपरि। आज आमे आलोचना करिबा जो माने जमीदार बहु जमीर मालिक बहु भू संपत्तिर मालिक राज्यर विभिन्न जगार जो मानकर संपत्ति भू संपत्ति अच्छी अनेक कोठाबाड़ी करचंती केमिति तांकु ये जोग देला किए एते अर्थ से पाइले केउठु ये सब जातकर अच्छी पूरा आमर प्राचीन ग्रंथकार ऋषि महर्षि ताहा लेखि जाइछंती। पूर्वरु आमे आलोचना करथिले बृहस्पति और मंगल जदि गोटिए घरे थांती तेबे व्यक्ति हाथरू केबे भी पैसा खसी जाएनी बरं खसिबा पूर्वरु अधिकरु अधिक अर्थ आसी थाए। जो घर थांतु एपरिकी तृतीय रे षष्ठ रे अष्टम रे द्वादश रे थिले भी एई जोग बृहस्पति मंगल जोग सबु बळे धन देई थाए। हेले आज देखिबा जमीदार किए तांको पाखकु केमिति एते धन आसिला तांको किए सहयोग कले। जदि जातक रे मकर रे मंगल थांती मकर रे पा मंगल उच्च तेणु मकर रे मंगल रहिले उच्च मनोभाव आसे जे किभली मु जमी माटी घर अधिकरु अधिक किणीबी बा गढ़ीबी। जदि से मकरस्थ मंगल को बृहस्पति दृष्टि थाए बा सेई मकर रे बृहस्पति और मंगल थांती तेबे एई संपत्तिर मूल्य कलना करी हुएनी। हेले मकर रे परा बृहस्पति नीच। हाँ बंधु बृहस्पति जेभली मंगल दोष हरण करती मंगल से भली बृहस्पति दोष हरण करती। दिहे मकर रे थिले उच्चस्थ मंगल नीचस्थ गुरुंकर दोष हरण करिवे। किंतु से व्यक्ति भाग्यवान जे एई बृहस्पति को जदि शनि देखती। कारण शास्त्रज्ञ माने कहती जो ग्रह जोठी नीच से घर मालिक जी मकर मालिक हेले शनि से यदि कर्कट रे थांती कि सिंह रे थांती कि बिछा रे थांती ताहाले तांका दृष्टि मकर को पड़िबो। सेठी यदि बृहस्पति थांती तेबे बृहस्पति का दोष हरण हो जीवो। आसंतु ना कोन आमे लेखि जेता पढ़िबा जमी जोगदार जमीदार। एठी जो दार प्रत्यय हेची ता अधिकार अर्थ रे जमीर पूर्ण अधिकारी जे से जमीदार अर्थात भू संपत्तिर मालिक मंगल को कुज कुआ जाए। कुज
ଯେମିତି ପଙ୍କଜ, ପଙ୍କରୁ ଜାତ, କୁ ମାନେ ପୃଥିବୀ, ସେ ପୃଥିବୀରୁ ଜନ୍ମ ନେଇଛନ୍ତି ବୋଲି ତାଙ୍କ ନାଁ ହେଲା କୁଜ। କୁ ଅର୍ଥ ଭୂମି ବା ପୃଥିବୀ, ସେ ଭୂମିରୁ ଜାତ, ଭୂମିପୁତ୍ର, ତାଙ୍କୁ କୁମାର କୁହାଯାଏ। କାହାକୁ? ମଙ୍ଗଳଙ୍କୁ। ଭୌମ କୁହାଯାଏ। ଭୂମେ ଅପତ୍ୟଂ ପୁମାନ୍, ଭୂମିର ପୁତ୍ର ଭୌମ। ଏହି ରାଜକୁମାର ମଙ୍ଗଳ ମକର ରାଶିରେ ଉଚ୍ଚ। ମାତ୍ର ମକର ଶନିଙ୍କର ଘର। ମକରରେ ମଙ୍ଗଳ ରହିଲେ ସେ ଭୂ ସମ୍ପତ୍ତିର ପରିମାଣ ବଢ଼ାଇଥାନ୍ତି। ଯଦି ଏହି ମକର ରାଶି ଅଷ୍ଟମ, ତୃତୀୟ ବା ଦ୍ୱାଦଶ ଘର ହୋଇଥାଏ, ତେବେ ସେ ଶନି ଦ୍ୱାରା ପରିଚାଳିତ ହୋଇ ନିଷ୍କ୍ରିୟ ହୋଇଯାଆନ୍ତି। ମଙ୍ଗଳଙ୍କ ଶକ୍ତି ସାମର୍ଥ୍ୟ ବଢ଼ାଇଥାନ୍ତି ଗୁରୁ। ଗୁରୁ ଯଦି କର୍କଟରେ ଥାନ୍ତି, ତେବେ ସେ ମଙ୍ଗଳକୁ ଦେଖନ୍ତି। କର୍କଟରେ ତ ବୃହସ୍ପତି ଉଚ୍ଚ। ଏବେ ମଙ୍ଗଳଙ୍କ ଦୃଷ୍ଟିରେ ବୃହସ୍ପତି ଓ ବୃହସ୍ପତିଙ୍କ ଦୃଷ୍ଟିରେ ମଙ୍ଗଳ। କର୍କଟରେ ଅଛନ୍ତି ବୃହସ୍ପତି ଉଚ୍ଚରେ, ମକରରେ ଅଛନ୍ତି ମଙ୍ଗଳ ଉଚ୍ଚରେ। ମାନେ ଏଇ ଯୋଉ ସଂଯୋଗ ନା, ଏମାନେ ପାଉଁଶ ଧୋଇଲେ ବି ହୀରା ହେଇଯାଏ। ଇଏ କିଣିଥିବା ସମସ୍ତ କୋଇଲା ହୀରା ମୁଣ୍ଡା ହେଇଯାଏ। ତେଣୁ ସେଇମାନେ ହିଁ ଜମିଦାର, ଯାହାର ମକରରେ ମଙ୍ଗଳ ଓ କର୍କଟରେ ବୃହସ୍ପତି। ଏ ମକର ଆଉ କର୍କଟ ଯଦି କେନ୍ଦ୍ର ବା କୋଣ, ତାହେଲେ କଚ୍ଚେପବାଦ। ଯଦି ଅଷ୍ଟମ, ଷଷ୍ଠ, ଦ୍ୱାଦଶ, ତୃତୀୟ, ତାହେଲେ ଟିକେ କମିଯିବ। ଯଦି ଗୁରୁ ଓ ମଙ୍ଗଳ ମକରରେ ଥାନ୍ତି, ତେବେ ବହୁତ ଭଲ ଫଳ ମିଳିଥାଏ। କାରଣ ପୂର୍ବରୁ କୁହାଯାଇଛି, ଏହି ଦୁଇ ଗ୍ରହ ଗୋଟିଏ ରାଶିରେ ରହିଲେ ହାତ ଧନ ଶୂନ୍ୟ ହୁଏନି। କିନ୍ତୁ ମକରରେ ବୃହସ୍ପତି ନୀଚ, ଏହା ତ ଆମେ ଆଲୋଚନା କଲେ। ଏଣୁ ସେ କେବଳ ମଙ୍ଗଳଙ୍କ ଶକ୍ତିରେ ବଳବାନ ହେବେ। ଗ୍ରହ ଯେଉଁ ଘରେ ନୀଚ, ସେ ଘରର ଅଧିପତି ଯଦି ନୀଚସ୍ଥ ଗ୍ରହଙ୍କୁ ଦୃଷ୍ଟି ଦିଏ, ତେବେ ସେଠାରେ ନୀଚଭଙ୍ଗ ରାଜଯୋଗ ହୁଏ। ଯଦି କର୍କଟରେ ଶନି ରହିଥାନ୍ତି ବା ସିଂହରେ ଥାନ୍ତି କି ବିଛାରେ ଥାନ୍ତି, କିଏ? ଶନି। କାହିଁକି ନା ମକରର ଅଧିପତି ସିଏ, ସେ ଘରର ମାଲିକ ସିଏ। ମକରର ମାଲିକ ହେଲେ ଶନି। ତେଣୁ ସେ ଘରେ ଯେହେତୁ ବୃହସ୍ପତି ନୀଚ, ତାଙ୍କୁ ଯଦି ଶନି ଦେଖନ୍ତି, ତାହେଲେ ବୃହସ୍ପତିଙ୍କର ନୀଚତ୍ୱ ଦୂର ହେଇଯାଏ। ଏହିପରି ଯୋଗ ଥିଲେ ବ୍ୟକ୍ତି ବହୁ ଭୂ ସମ୍ପତ୍ତିର ମାଲିକ ହୋଇଥାଏ। ଯଦି ମୀନ ଲଗ୍ନ, ତେବେ ବିଛା ଓ ନବମ ମାନେ ମଙ୍ଗଳ ଓ ଭାଗ୍ୟାଧିପ ସେ ଅଛନ୍ତି ମକରରେ। ଆଉ ଟିକେ କହିଦଉଛି, ଯଦି ମୀନ ଲଗ୍ନ, ମୀନ ଘରେ 1 ଲେଖା ହେଇଛି, ଲ ଲେଖା ହେଇଛି, ତେଣୁ ବିଛା ହେଲା ଭାଗ୍ୟାଧିପ। ମୀନ ଗଣି ଆସୁନାହାନ୍ତି, 9 ଘର ହଉନି କି? ମୀନରୁ ବିଛା ହେଲା 9। ମୀନ, ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା, ତୁଳା, ବିଛା 9। ଅର୍ଥାତ୍ ମଙ୍ଗଳ ଘର ହେଲା ବିଛା। ମଙ୍ଗଳ ହେଲେ ଭାଗ୍ୟାଧିପ, ସେ ଅଛନ୍ତି ମକରରେ ବା ଲାଭରେ। ଯଦି ମୀନ ଲଗ୍ନ, ବିଛା ତାହେଲେ ଭାଗ୍ୟାଧିପ, ସେଠି ମଙ୍ଗଳ ଭାଗ୍ୟାଧିପ। ତେଣୁ ମଙ୍ଗଳ ମକରରେ ଅଛନ୍ତି, ଉଚ୍ଚରେ ଅଛନ୍ତି, ଏକାଦଶରେ ଅଛନ୍ତି ଓ ତାଙ୍କ ସହ ବୃହସ୍ପତି ଅଛନ୍ତି। ତାହେଲେ ବହୁ ଭୂ ସମ୍ପତ୍ତି, ବହୁ ଘର ଦ୍ୱାର ସେ କରିବେ। ତାଙ୍କ ପ୍ରଭାବରେ କ୍ରମଶଃ ଜମି ବାଡ଼ି କିଣି ଚାଲିଥାଏ। ମୋଟାମୋଟି ଜାତକର ମକର ରାଶି ଲଗ୍ନ ତୃତୀୟ, ଅଷ୍ଟମ, ଦ୍ୱାଦଶ ଭାବ ନ ହୋଇ ସେଠାରେ ବୃହସ୍ପତିଙ୍କ ସହ ମଙ୍ଗଳ ଅଛନ୍ତି ଓ ତାଙ୍କୁ ଶନି ଦେଖୁଛନ୍ତି, ତେବେ ସେ ବ୍ୟକ୍ତି ବହୁ ଜମିବାଡ଼ି କିଣିଥାନ୍ତି। ମାତ୍ର ମକର ଯଦି ଏକାଦଶ ଘର, ତେବେ ଜାତକକୁ ଜମିଦାର ପଦବୀ ମିଳିଥାଏ। ତାଙ୍କ ହାତକୁ ପ୍ରବଳ ପରିମାଣରେ ଧନ ଆସିଥାଏ। କେମିତି? ଯଦି ମୀନ ଲଗ୍ନ, ତେବେ ବିଛା ହେଲା ଭାଗ୍ୟ ଘର, ସେ ଘର ମାଲିକ ହେଲେ ମଙ୍ଗଳ, ସେ ଅଛନ୍ତି ମକରରେ ମାନେ ଏକାଦଶର ଲାଭରେ, ତାଙ୍କ ସହ ଅଛନ୍ତି ବୃହସ୍ପତି ବା ତାଙ୍କ ସାମ୍ନା ଘରେ କର୍କଟରେ ଅଛନ୍ତି ବୃହସ୍ପତି। ତେବେ ତାଙ୍କର
ଅଚଳାଚଳ ସମ୍ପତ୍ତି ହେଇଥାଏ ଆଉ ସେ ହନ୍ତି ଜମିଦାର। ଆପଣ ଟିକେ ଆପଣଙ୍କ ଜାତକ ଦେଖନ୍ତୁ ନା, କାଳେ ଆପଣ ଜମିଦାର ହେଇଥିବେ ନା କ'ଣ କହୁଛନ୍ତି? ଯଦି ଆପଣ ଜମିଦାର ତାହେଲେ ମୋତେ ଟିକେ ଆପଣ ଘର ଡାକିବେନି କେବେ? ରହିଲି ବନ୍ଧୁ, ଆପଣଙ୍କ ଡାକରା ଉଦ୍ଦେଶ୍ୟରେ ଇତି। ନମସ୍କାର।